ହାତ ନାହିଁ, ଧନୁ ତୀର ଧରି ସାଧୁଛନ୍ତି ନିଶାଣ। ଗୋଡ଼ ନାହିଁ, ତଥାପି ଦମ୍ଭରେ ଠିଆ ହୋଇ ନିଜ ପ୍ରତିଭା ବଳରେ ତିଆରି କରିଛନ୍ତି ନିଜର ପରିଚୟ। ବଲାଙ୍ଗୀରର ଚର୍ଚ୍ଚିତ ପାରା ତୀରନ୍ଦାଜ ପ୍ରତିଭା ପାୟଲ ନାଗ 8 ବର୍ଷ ତଳେ ବାପା ମା ରାୟପୁରରେ କାମ କରୁଥିବା ବେଳେ ଏକ ବିଦ୍ୟୁତ୍ ଜନିତ ଦୁର୍ଘଟଣାରେ ପାୟଲ ତାଙ୍କର ହାତ ଓ ଗୋଡ଼ ହରାଇଥିଲେ। ହାତ ଗୋଡ଼ ନଥିଲେ ବି ଏବେ ସେ ଜଣେ ସଫଳ ଧନୁର୍ଦ୍ଧାରୀ। ଦୃଢ଼ ଇଚ୍ଛାଶକ୍ତି ଏବଂ ନିରନ୍ତର ସାଧନା ତାଙ୍କ ପାଇଁ ଆଣିଦେଇଛି ସଫଳତା। ପୁରୀରେ ତୃତୀୟ NTPC ଜାତୀୟ ରାଙ୍କିଂ ଆର୍ଚେରୀ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର କୋଣ ଅନୁକୋଣରୁ ଖେଳାଳି ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। କିନ୍ତୁ ସେହି ପ୍ରତିଯୋଗୀମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲା ଯମୁନାବାହାଲ ଗ୍ରାମର ପାରା ଆର୍ଚର ପାୟଲ ନାଗ। ପାୟଲ ପାରା ଆର୍ଚେରୀ ନ୍ୟାସନାଲ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ। ପ୍ରଶିକ୍ଷକ କୁଲଦୀପ ବେଦୱାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି। ଆଗକୁ ପାୟଲ ପାରାଅଲିମ୍ପିକ୍ସରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। एकदा पार्टी रे तुली धरी चमत्कार चित्र आंकी समस्तंको चकित करथिबा पायल निजर साधना बलरे एबे जणे सफल तीरंदाज भावे परिचय सृष्टि करबा सहित अनेकंक पई प्रेरणा पालटिछंती। पुरीरू सरोज मल्लिक को रिपोर्ट, सकाळ न्यूज।